କାହାର କ'ଣ ନଥାଏ, ଚାକରର ସମ୍ମାନ ନଥାଏ, କ୍ରୋଧୀର ସୁଖ ନଥାଏ, ହଳଜନର ମିତ୍ରତା ନଥାଏ, ସ୍ୱାଧୀନ ନାରୀର ଚରିତ୍ର ନଥାଏ, ଲୋଭୀର ସତ୍ୟତା ନଥାଏ, କପଟର ପବିତ୍ରତା ନଥାଏ, ମାଂସହାରୀର ଦୟା ନଥାଏ, ଅର୍ଥ ସର୍ବସ୍ୱର ସାନ ବଡ଼ ବିଚାର ନଥାଏ, କାମାତୁରର ଲଜ୍ଜା ନଥାଏ, ଉଦାର୍ତ୍ତର ସିଦ୍ଧ ଅସିଦ୍ଧ, ରୁଚି ଅରୁଚି ନଥାଏ, ଚୋରର ହୃଦୟ ନଥାଏ, ଦୁଷ୍ଟ ଜନର କ୍ଷମା ନଥାଏ, ସମ୍ପଦର ସ୍ଥାୟିତ୍ୱ ନଥାଏ, ପାପ କର୍ମର ତ୍ରାହି ନଥାଏ। କେତେବେଳେ ନମସ୍କାର କରିବା ନିଷେଧ, ଧ୍ୟାନ ସମୟରେ ବକ୍ତୃତା ତର୍କ କରୁଥିବା ସ୍ଥାନରେ, ରାଜଗୃହରେ, ଯଜ୍ଞଶାଳାରେ, ଅଶୌଚ ଅବସ୍ଥାରେ, ସ୍ନାନ କରୁଥିବା ବେଳେ, ରୋଗଶଯ୍ୟାରେ, ଶାୟିତ ଅବସ୍ଥାରେ, ଦୌଡୁଥିବା ସମୟରେ, ପୂଜା କରୁଥିବା ସମୟରେ, ଭୋଜନ କରୁଥିବା ସମୟରେ, ମନ୍ଦିର ବେଢା ଭିତରେ ଥିବା ସମୟରେ, ବେଦୀ ବିବାହର ତୃତୀୟ ଦିନ ଭିତରେ ନମସ୍କାର କରିବା ନିଷେଧ। କ'ଣ ଥିଲେ କାହାର ପ୍ରୟୋଜନ ମୂଲ୍ୟହୀନ, ସତ୍ୟ ଥିଲେ ତପସ୍ୟା ମୂଲ୍ୟହୀନ, ମନ ପବିତ୍ର ଥିଲେ ତୀର୍ଥଯାତ୍ରା ମୂଲ୍ୟହୀନ, ସୌଜନ୍ୟ ଥିଲେ ଅନ୍ୟ ଗୁଣ ମୂଲ୍ୟହୀନ ଅଟେ, ମିତ୍ର ଥିଲେ ଉତ୍ତମ ଔଷଧ ମୂଲ୍ୟହୀନ। ଦୁଃଖ ସୁଖ ତ ଆସିବ, ଛାଇ ଆଲୁଅ ଦିନ ରାତି ପରି, ଦୁଃଖ ସୁଖ ସୃଷ୍ଟିର ନିୟମ, ଆମେ ସହ୍ୟ କରିବାର ଅଭ୍ୟାସ କରିବା ଆବଶ୍ୟକ। ଏହା ସହିତ ନୂଆ ଶୈଳୀରେ ପୁଣି ଜୀବନ ସଂଘର୍ଷ ଆରମ୍ଭ କରିବା ଜରୁରୀ, ନହେଲେ ଆମେ ପଛରେ ପଡ଼ିଯିବା। ପରିଶ୍ରମର କୌଣସି ବିକଳ୍ପ ନାହିଁ। ଅନୁସନ୍ଧାନକାରୀଙ୍କ ମତରେ ବିନା ପରିଶ୍ରମରେ କୌଣସି ବି କ୍ଷେତ୍ରରେ ସଫଳତା ମିଳେ ନାହିଁ। ଯଦି କୌଣସି ବ୍ୟକ୍ତି ଭାବୁଥାନ୍ତି କି ତାଙ୍କ ଭିତରେ ବିଶେଷ ଗୁଣ ପ୍ରଥମରୁ ଅଛି, ତେବେ ସେ ପ୍ରଥମରୁ ହିଁ ଭଲ କରିପାରେ, କିନ୍ତୁ ସତରେ ଏହା ହୋଇପାରେ ନାହିଁ। ଅନୁଭବ ଓ ଅଭ୍ୟାସ ବିନା ଭଲ ପ୍ରଦର୍ଶନର ଉଦାହରଣ ଦେଖିବାକୁ ମିଳେ ନାହିଁ। ଅନୁସନ୍ଧାନକାରୀଙ୍କ ମତରେ ଅତ୍ୟଧିକ ଗୁଣୀ ଲୋକ ବି କୌଣସି କ୍ଷେତ୍ରରେ ବିଶେଷତା ହାସଲ କରିବାରେ 10 ବର୍ଷ ସମୟ ଲାଗିଥାଏ। ଅନୁସନ୍ଧାନକାରୀ ଏହି ସମୟକୁ 10 ବର୍ଷୀୟ ନିୟମ ବୋଲି କହିଥାନ୍ତି। ସମୟ ଯେତେବେଳେ ଭଲ ଥାଏ ଶତ୍ରୁ ବି ବନ୍ଧୁ ହୋଇଯାଏ, ଆଉ ସମୟ ଯେତେବେଳେ ଖରାପ ଥାଏ ବନ୍ଧୁ ବି ଶତ୍ରୁ ପାଲଟିଯାଏ। ଧୈର୍ଯ୍ୟ ଓ ସହନଶୀଳତା ମଣିଷର ଦୁର୍ବଳତା ହୋଇନଥାଏ, ବରଂ ଏ ଦୁଇଟି ଗୁଣ ମଣିଷର ଅଦୃଶ୍ୟ ଶକ୍ତି ହୋଇଥାଏ। ବିନ୍ଦୁ ବିନ୍ଦୁ ଜଳର ସମଷ୍ଟିରେ ସିନ୍ଧୁ ହୋଇଥାଏ, ସେହିପରି ସମସ୍ତ ବିଦ୍ୟା ଧର୍ମ ଧନ ସଞ୍ଚୟ କଲେ ମଣିଷ ଦିନେ ଉନ୍ନତା ପ୍ରାପ୍ତ ହୋଇଥାଏ। ଯେ ସର୍ବଦା ପ୍ରଭୁ ଭକ୍ତିରେ ଲିପ୍ତ ରହୁଥିବା ବ୍ୟକ୍ତିଙ୍କ ପାଇଁ 3 ଲୋକ ଏକାପରି, ମା ସେମାନଙ୍କ ପାଇଁ ଲକ୍ଷ୍ମୀ, ପିତା ବିଷ୍ଣୁ ଭଗବାନ 3 ଲୋକରେ ସବୁଠାରେ ଅଛନ୍ତି। ପ୍ରକୃତ ଭକ୍ତମାନେ ସାଂସାରିକ ସମ୍ବନ୍ଧ ଠାରୁ ଊର୍ଦ୍ଧ୍ୱକୁ ଯାଇ ଭଗବାନଙ୍କ ସହିତ ସମ୍ପର୍କ ଯୋଡ଼ିଥାନ୍ତି। ସେମାନଙ୍କ ପାଇଁ ଆଧ୍ୟାତ୍ମିକ ସମ୍ପର୍କ ଶ୍ରେଷ୍ଠ ସମ୍ପର୍କ। କେତେ ଜଣରେ କ'ଣ କରିବା ଉଚିତ? ଏକାକୀ ଧ୍ୟାନ ଜପ କରିବା ଉଚିତ, 2 ଜଣରେ ବିଦ୍ୟା ପଢ଼ିବା ଉଚିତ, 3 ଜଣ ମିଶିଲେ ଗୀତ ଗାଇବା ଉଚିତ, 4 ଜଣ ସାଥୀ ହୋଇ ଚାଲିବା ଉଚିତ, 5 ଜଣ ମିଶି କୃଷି କାର୍ଯ୍ୟ କରିବା ଉଚିତ, ଏକାଧିକ ବା ବହୁ ଲୋକରେ ଯୁଦ୍ଧ କରିବା ଉଚିତ, ବହୁ ଲୋକରେ ସତ୍ସଙ୍ଗ କରିବା ଉଚିତ। ଜୟ ଶ୍ରୀ ଜଗନ୍ନାଥ।